ପିଲାମାନେ ତୁମମାନଙ୍କର ସବମିଟିଭ୍ ଆସେସମେଣ୍ଟ 1 2024 ବା ଅର୍ଦ୍ଧବାର୍ଷିକ ପରୀକ୍ଷାର କ୍ୱେଶ୍ଚନ୍ ଆଲୋଚନା କରିବା। ଠିକ୍ ଅଛି, ଦେଖ ଏଇଟା ହେଉଛି ତୁମର ଅଷ୍ଟମ ଶ୍ରେଣୀ ବିଷୟ ଭାଷା ବା ସାହିତ୍ୟ। ଠିକ୍ ଅଛି, ଏଠାରେ ଦେଖ ପିଲାମାନେ ଲେଖିବ ପରୀକ୍ଷାର୍ଥୀଙ୍କ ନାମ, ଏଠାରେ ନିଜର ନାମ ଲେଖିବ। ତାପରେ ଏଠାରେ ଲେଖିବ ତୁମର ନିଜର ରୋଲ୍ ନମ୍ବର ଲେଖିବ। ଠିକ୍ ଅଛି, ବିଦ୍ୟାଳୟର ନାମ ଲେଖିବ ଆଉ ତାରିଖ ଯେଉଁଦିନ ପରୀକ୍ଷା ହେବ ସେଇ ତାରିଖ ଏଠାରେ ଲେଖିବ। ଠିକ୍ ଅଛି, ତାପରେ ଦେଖ ନେକ୍ସଟ ଦେଖିବା ଆମେ କ୍ୱେଶ୍ଚନ୍ ଆଲୋଚନା କରିବା। ଦେଖ କ୍ୱେଶ୍ଚନ୍ ଅଛି ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ପିଲାମାନେ ଦେଖ ଏଠାରେ 2 into 10 ମାନେ ପ୍ରତିଟି କ୍ୱେଶ୍ଚନ୍ର ପ୍ରଶ୍ନର ମୂଲ୍ୟ 2 ମାର୍କ। ଠିକ୍ ଅଛି, ପ୍ରତ୍ୟେକ କ୍ୱେଶ୍ଚନ୍ର ବା ପ୍ରଶ୍ନର ମୂଲ୍ୟ ହେଉଛି 2 ମାର୍କ। ଦେଖ ପ୍ରଥମ କ୍ୱେଶ୍ଚନ୍ ଅଛି ଶ୍ରୀକୃଷ୍ଣଙ୍କ ନାମ ଦାମୋଦର ହୋଇଛି ଏହାର କାରଣ କ'ଣ? ଶ୍ରୀକୃଷ୍ଣଙ୍କ ନାମ ଦାମୋଦର ହୋଇଛି ଏହାର କାରଣ କ'ଣ? ଏଇଟା ଲେଖିବ ପିଲାମାନେ ଆନ୍ସର୍। ଠିକ୍ ଅଛି, ତାପରେ ଦେଖ ପାଦ ପଙ୍କଜକୁ ଧ୍ୟାନ କରିବାକୁ କିଏ କହିଛନ୍ତି? ନେକ୍ସଟ କ୍ୱେଶ୍ଚନ୍ ଦେଖ କାହା କିରଣର ସ୍ପର୍ଶରେ ପଦ୍ମ ଫୁଲ ଫୁଟିଥାଏ? କାହା କିରଣର ପିଲାମାନେ କାହା କିରଣର ସ୍ପର୍ଶରେ ପଦ୍ମ ଫୁଲ ଫୁଟିଥାଏ? ସମସ୍ତେ ଜାଣିଛେ ନାହିଁ କି? କାହାର? ସୂର୍ଯ୍ୟଙ୍କର, ଆଦିତ୍ୟଙ୍କର କିରଣର ସ୍ପର୍ଶରେ ପଦ୍ମ ଫୁଲ ଫୁଟିଥାଏ। ଯଦି କୌଣସି କ୍ୱେଶ୍ଚନ୍ର ଆନ୍ସର୍ ପାଇବାରେ ବା ତୁମକୁ କଠିନ ଲାଗୁଛି କମେଣ୍ଟରେ ଜଣାଇବ। ଠିକ୍ ଅଛି, ସେ କ୍ୱେଶ୍ଚନ୍ର ଆନ୍ସର୍ ମୁଁ ଟେଲିଗ୍ରାମରେ ଅପଲୋଡ଼ କରିଦେବି, ସମସ୍ତେ ଟେଲିଗ୍ରାମରେ ଜଏନ୍ ହେଇଯିବ। ଠିକ୍ ଅଛି, ଦେଖ ନେକ୍ସଟ କ୍ୱେଶ୍ଚନ୍ ଜାତିର ଉନ୍ନତି ସାଧନ ପାଇଁ କବି କ'ଣ କରିଛନ୍ତି? ଏଇଟା ଲେଖିବ। ତାପରେ ଦେଖ ଉଦ୍ବୋଧନ କବିତାରେ ମହୁମାଛି ବିଷୟରେ କବି କ'ଣ କହିଛନ୍ତି? ଉଦ୍ବୋଧନ କବିତାରୁ କ୍ୱେଶ୍ଚନ୍ ଆସିଛି, ସେ କବିତାରେ ମହୁମାଛି ବିଷୟରେ କବି କ'ଣ କହିଛନ୍ତି ତାହା ଲେଖିବ ଏଠାରେ। ଠିକ୍ ଅଛି, ପିଲାମାନେ ପ୍ରତିଟି କ୍ୱେଶ୍ଚନ୍ର ଆନ୍ସର୍ ଲେଖିବ। 10ଟି କ୍ୱେଶ୍ଚନ୍ ଅଛି, ପ୍ରତିଟି କ୍ୱେଶ୍ଚନ୍ର ଉତ୍ତର ହେଉଛି ପ୍ରତିଟି କ୍ୱେଶ୍ଚନ୍ର ମୂଲ୍ୟ ହେଉଛି 2 ମାର୍କ। ମନେ ରଖ, କୌଣସି କ୍ୱେଶ୍ଚନ୍ ବି ଛାଡ଼ିବ ନାହିଁ। ଠିକ୍ ଅଛି, ତାପରେ ଦେଖ ନେକ୍ସଟ ଶୋଇ ରହିଥିବା ସିଂହ କି ପ୍ରକାର ଅସୁବିଧା ଭୋଗ କରେ? ନେକ୍ସଟ କ୍ୱେଶ୍ଚନ୍ କେଉଁ ସ୍ଥାନକୁ ଗଲେ ଅତିଥିଙ୍କୁ ନିରାଶ ହେବାକୁ ପଡ଼େ ନାହିଁ? ଧନ୍ୟ ଜୀବନ ଏହାଙ୍କର, ଏଠାରେ କେଉଁମାନଙ୍କ ଜୀବନ ବିଷୟରେ କୁହାଯାଇଛି? ଏଇଟା ଲେଖିବ। ତାପରେ ଦେଖ ଛୋଟବେଳେ ଅବାଧ୍ୟ କୃଷ୍ଣଙ୍କୁ ମା ଯଶୋଦା ଦଉଡ଼ି ଦ୍ୱାରା କେଉଁ ବୃକ୍ଷରେ ବାନ୍ଧିଥିଲେ? କେଉଁ ବୃକ୍ଷରେ ବାନ୍ଧିଥିଲେ ଲେଖିବ। କାହାକୁ ସୁବର୍ଣ୍ଣଗଡ଼ କୁହାଯାଇଛି? କାହାକୁ ପିଲାମାନେ? ତା ଆନ୍ସର୍ ଲେଖିବ। ପ୍ରତିଟି କ୍ୱେଶ୍ଚନ୍ର ଆନ୍ସର୍ 2ଟି ଧାଡ଼ିରେ ଲେଖିବାକୁ ଚେଷ୍ଟା କରିବ, କାରଣ ପ୍ରତିଟି କ୍ୱେଶ୍ଚନ୍ର ମୂଲ୍ୟ ହେଉଛି 2 ମାର୍କ। ଠିକ୍ ଅଛି, ମନେ ରଖ। ତାପରେ ଦେଖ ନେକ୍ସଟ କ୍ୱେଶ୍ଚନ୍, ନେକ୍ସଟ ତୁମର ଅଛି ସରଳ ଭାଷାରେ ବୁଝେଇ ଲେଖ। ପିଲାମାନେ ଦେଖ ସରଳ ଭାଷାରେ ବୁଝେଇ ଲେଖ। ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ଏଇଟା ହେବ, ଏଇଟା ରହିବ ତୁମର ମୂଲ୍ୟ 5 ମାର୍କ। ଠିକ୍ ଅଛି, 5 ମାର୍କର ମୂଲ୍ୟ ରହିବ। କିମ୍ବା ଏଇଟା ଲେଖିବ। ଦେଖ ଏଇ କ୍ୱେଶ୍ଚନ୍ର ଆନ୍ସର୍ ଲେଖିବ, ନହେଲେ କିମ୍ବା ଦେଇଛି ଜୀବିକା ହନ୍ତି ପ୍ରାଣୀଙ୍କର। ଏଇଟା ସରଳ ଭାଷାରେ ବୁଝେଇ ଲେଖିବ। ଠିକ୍ ଅଛି, ସରଳାର୍ଥ। ତାପରେ ଦେଖ ନେକ୍ସଟ 3 ନମ୍ବର ସରଳ ଭାଷାରେ ବୁଝାଇ ଲେଖ। ବଡ଼ ସ୍ନେହଭରା ଅଥଚ କରୁଣ ସେ ଚାହାଣୀ, କିମ୍ବା ଏଇଟା ଲେଖିବ କିମ୍ବା ମୁଁ ମୋର ଜନ୍ମ ପାଇଁ ପିତାମାତାଙ୍କ ସମୀପରେ ଋଣୀ, କିନ୍ତୁ ମୋର ଜୀବନ ପାଇଁ ଗୁରୁଙ୍କ ସମୀପରେ ଋଣୀ। ଠିକ୍ ଅଛି, କିମ୍ବା ଦେଇଛି ଉପର କ୍ୱେଶ୍ଚନ୍ ଲେଖିବ, ଉପରେ ଦେଇଥିବା କ୍ୱେଶ୍ଚନ୍ଟିର ଆନ୍ସର୍ ଲେଖିବ, ନହେଲେ ତଳେ ଦେଇଥିବା କ୍ୱେଶ୍ଚନ୍ଟିର ଆନ୍ସର୍ ଲେଖିବ। ଠିକ୍ ଅଛି, ଗୋଟିଏ ଲେଖିବ। ତାପରେ ଦେଖ ନେକ୍ସଟ କ'ଣ ଅଛି? ଦେଖ 4 ନମ୍ବର ଅଛି ପ୍ରାୟ 50ଟି ଶବ୍ଦ ମଧ୍ୟରେ ଯେକୌଣସି ଗୋଟିଏ ବିଷୟରେ ରଚନା ଲେଖ। ପିଲାମାନେ ଗୋଟିଏ ବିଷୟରେ ରଚନା ଲେଖିବ, ଏହାର ମୂଲ୍ୟ ରହିବ 6 ମାର୍କ। ତୁମର ପ୍ରିୟ ଖେଳ ଲେଖିବ, ନହେଲେ ପରିବେଶ ସୁରକ୍ଷା। ଏଇ 2ଟି କ୍ୱେଶ୍ଚନ୍ରୁ ଗୋଟିଏ ବିଷୟରେ ରଚନା ଲେଖିବ। ଠିକ୍ ଅଛି, ଯଦି ପିଲାମାନେ ଏହାର ଆନ୍ସର୍ ପାଇବ ନାହିଁ ତାହେଲେ କମେଣ୍ଟ କରିବ, ମୁଁ ଟେଲିଗ୍ରାମରେ ଏହାର ଆନ୍ସର୍ ସେଣ୍ଡ କରିଦେବି। ଠିକ୍ ଅଛି, ତାପରେ ଦେଖ ନେକ୍ସଟ କ୍ୱେଶ୍ଚନ୍ ଅଛି ତମେ ଦେଖିଥିବା ଏକ ଐତିହାସିକ ସ୍ଥାନ ସମ୍ବନ୍ଧରେ ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ, କିମ୍ବା ତୁମ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାର ବ୍ୟବସ୍ଥା କରିବା ପାଇଁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ। ଏଇଟା ପିଲାମାନେ ଦେଖ ଏଇ ପତ୍ର ଆଉ ଦରଖାସ୍ତ ମଧ୍ୟରୁ ମୁଁ କହିବି, ସଜେସନ୍ କରିବି ତୁମମାନଙ୍କୁ ଦରଖାସ୍ତ ଲେଖିବ। ଠିକ୍ ଅଛି, ଦରଖାସ୍ତ ଅତି ସହଜ ହୋଇଥାଏ। ଠିକ୍ ଅଛି, ତାପରେ ଦେଖ ନେକ୍ସଟ କ୍ୱେଶ୍ଚନ୍ ଦେଖିବା।
पाद पूरण कर माने पद पूरण कर देख पाद पूरण करवा पदर प्रत्येक पंक्ति को पाद कहा जाए ठीक अच्छे देख धन्य जीवन एहांकर प्राणी हंती तो शिव एमती कौन गोटे पाद अच्छी ठीक अच्छे से पाद को एठारे लिखिब तापर देख नेक्स्ट क्वेश्चन बंधनी मध्य ठीक शब्द बाछि उत्तर लिखिब लेखक केउथिरे बापांको कटा स्थान को बांधी देइथिले केउथिरे लिखिब कनारे ना गामुछारे ना लुगारे ना दौड़ी ठीक अच्छे तापर देख नेक्स्ट क्वेश्चन गुरु शिष्य प्रबंधर लेखक किए पिलाने शत्रुघ्न नाथ ना उदयनाथ षडंगी ना वैष्णव पाणी गुरु शिष्य प्रबंधर लिखिब नेक्स्ट क्वेश्चन देख गोटे पिंपुड़ीटे जाउछि हैला गोटे पिंपुड़ीटे जाउछि एही वाक्यटी को शुद्ध करी लिखिब पिलाने शुद्ध करी केमिति लिखिब देख एठारे गोटे जहाँ पिंपुड़ीटे मध्य ताहा तेणुकरी आम एठारे लिखिपर जे गोटे पिंपुड़ी जाउछि बा पिंपुड़ीटे जाउछि मध्य लिखिले ठीक है ठीक अच्छे एटारे लिखिब तुम मैंने पिंपुड़ीटे जाउछि गोटे लिखिब नहीं ठीक अच्छे तापर देख नेक्स्ट 8 नंबर जानिल पिंपुड़ीटे जाउछि लिखिब नहेले गोटे पिंपुड़ी जाउछि लिखिब गोटे पिंपुड़ीटे जाउछि एटा होछि भूल ठीक अच्छे एटारे लिखिब देख पिंपुड़ीटे जाउछि लिखिब नेक्स्ट देख 9 नंबर प्रतिशब्द लेख सिंह सिंहर प्रतिशब्द कौन पिला माने मु लिखिबी केसरी ठीक अच्छे तुम अन्य कौन सी प्रतिशब्द मध्य लिखिपार मु केसरी लिखुची केसरी माने मध्य होची सिंह ठीक अच्छे तापर देख नेक्स्ट सुनाम परी आरंभ रे सु थाई आउ गोटे शब्द लेख सुनाम पिला माने जेमिति सुनाम होईची सेही परी लिखिबो सु लगे प्रथम रे सु थिबो जेमिति सुपथ ठीक अच्छे तुम माने अन्य एक शब्द मध्य लिखिपार सु लगे कि ठीक अच्छे तापर देख नेक्स्ट क्वेश्चन ठीक बना नथिबा शब्दटी चारिपटे गोल बुलाओ एटा देख देशी निश्वास प्रार्थना दुख अच्छी एटारे ठीक शब्द शुद्ध शब्द होची पिला माने देशी एटा भूल अच्छी देशी दीर्घकार मात्रा है ठीक अच्छे निश्वास मध्य भूल अच्छी एटारे तालबेश है प्रार्थना मध्य भूल अच्छी राइट अच्छी होची दुख दुख होची राइट ये दुख चारिपटे गोल बुलाइब ठीक अच्छे तापर देख नेक्स्ट देख खाद्यपेय भली आउ गोटे जोड़ा शब्द लेख खाद्यपेय भली आउ गोटे जोड़ा शब्द लिखिब मु मो हिसाब से लिखुची जलवायु ठीक अच्छे जलवायु तुम्हें तुम हिसाब से आउ गोटे शब्द मध्य लिखिपार अन्य शब्द नहले जलवायु लिखिले मध्य ठीक है तापर देख नेक्स्ट क्वेश्चन अलगा शब्दटी को बाछि लेख भजन भोजन पूजन राजन अलगा शब्द कोटा है पिला माने भोजन माने हैला खाइबा ठीक अच्छे भोजन करवा आउ ए भोजन माने हैला प्रथम भोजन माने हैला एटा हैला नाम कीर्तन करवा भजन जो गीत संगीत नाई कि तापर देख पूजन माने होची पूजन माने होची पूजा करवा राजन माने होची राजा ठीक अच्छे भजन भजन पूजन राजन भजन हे बोधे ठीक अच्छे ना यहाँ देखीदेव बही कौन हम राइट आंसर मोर टे डाउट अच्छी ठीक अच्छे देख यहाँ थी तुम अष्टम श्रेणीर 13टी क्वेश्चन अच्छी ठीक अच्छे 13टी क्वेश्चन अच्छी मातृभाषा एमआईएल क्वेश्चन आलोचना कले जदि कौन सी क्वेश्चन आंसर करें पिला माने कमेंट कर मु टेलीग्राम रे से क्वेश्चन आंसर सेंड करदेवी ठीक अच्छे एमती वीडियो देखा आग को पिला माने चैनल को सब्सक्राइब करिवो आ वीडियो को गोटे लाइक करिवो पिला माने ठीक अच्छे वीडियो को गोटे लाइक करने को भूलिबो नाही। धन्यवाद।